ମଣିଷ ଏତେ ରସନାଯୁକ୍ତ ପ୍ରାଣୀ, ଖାଇବାକୁ ଏତେ ଭଲ ପାଏ। ପ୍ରତ୍ୟେକ ପ୍ରାଣୀ ଖାଇବା ଚିନ୍ତା ସମସ୍ତଙ୍କର, କେମିତି ଭଲ ଖାଦ୍ୟ ଆମେ ସମସ୍ତେ ଖାଇବା। ସାତ୍ଵିକ ଖାଦ୍ୟ ଖାଇବା ପାଇଁ କାହାର ଇଚ୍ଛା ନଥାଏ। ସମସ୍ତେ ସଂସାର ଭିତରେ ଅଛନ୍ତି, ସମସ୍ତେ ରାଜସିକ ଆଉ ତାମସିକ ଖାଦ୍ୟ ଖାଇବା ପାଇଁ ପ୍ରସ୍ତୁତ ହୁଅନ୍ତି। ଯଦି ଆପଣ ମଣିପୁର ଚକ୍ରକୁ ଗଭୀର ଧ୍ୟାନ କରିବେ, ମଣିପୁର ଚକ୍ରକୁ କନସେନ୍ଟ୍ରେସନ୍ ଆପଣ ଆଣିବେ, ଆପଣଙ୍କର ଖାଦ୍ୟ ଲାଳସା ଆଉ ରହିବ ନାହିଁ। ଯାହା ଖାଦ୍ୟ ଖାଇବେ ତା ପ୍ରଭୁଙ୍କୁ ସମର୍ପଣ କରି ଖାଇବେ ଏବଂ ସାତ୍ଵିକ ଖାଦ୍ୟ ଖାଇବେ। ଖାଦ୍ୟ ଖାଇବା ଦ୍ୱାରା କ'ଣ ହେବ? ଯେଉଁ ଖାଦ୍ୟକୁ ସମର୍ପଣ କରି ଆପଣ ଖାଇବେ ତା ଖାଦ୍ୟ ହିଁ ରହିବ ନାହିଁ, ତା ପ୍ରସାଦ ହେଇଯିବ। ପ୍ରସାଦ ଖାଇଲେ ଆପଣ ରୋଗଗ୍ରସ୍ତ ହେବେ ନାହିଁ। ପ୍ରସାଦ ଖାଇଲେ ଆପଣଙ୍କର ଅସ୍ଥିରତା କେତେବେଳେ ହେବନି। ପ୍ରସାଦ ଖାଇଲେ ଆପଣ ମନରେ ଗୋଟିଏ ଆନନ୍ଦ ଭାବ ହିଁ ସୃଷ୍ଟି ହେବ।